ପବିତ୍ର ନବରାତ୍ରିର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କର ପୂଜା ଆରାଧନା କରାଯାଏ। ପୌରାଣିକ କଥା ଅନୁସାରେ ଯେବେ ମହାଦେବ ମାତା ସତୀଙ୍କର ବିୟୋଗକୁ ସହ୍ୟ ନ କରିପାରି ଧ୍ୟାନରେ ଲୀନ ଥିଲେ, ସେତେବେଳେ ଦେବତାମାନେ କାମଦେବଙ୍କୁ ତାଙ୍କ ଧ୍ୟାନ ଭଙ୍ଗ ପାଇଁ ପଠାଇଲେ। ମହାଦେବ ନିଜର କ୍ରୋଧର ଅଗ୍ନିରେ କାମଦେବଙ୍କୁ ଭସ୍ମ କରିଦେଲେ। ଦେବତାମାନେ ଉପାୟ ଶୂନ୍ୟ ହୋଇପଡ଼ିଲେ। ସେତେବେଳେ ଦେବୀ ସତୀଙ୍କ ଜନ୍ମ ହିମାଳୟର ରାଜାଙ୍କ ପୁତ୍ରୀ ପାର୍ବତୀ ରୂପରେ ହୋଇସାରିଥିଲା। ଦେବୀ ପାର୍ବତୀଙ୍କର ବିବାହ ଯୋଗ୍ୟ ବୟସ ହୋଇସାରିଥିଲା। ସେତେବେଳେ ଦେବର୍ଷି ନାରଦ ଦେବୀଙ୍କୁ ସମସ୍ତ ବିଷୟ କହି ତାଙ୍କୁ କଠୋର ତପସ୍ୟା କରି ମହାଦେବଙ୍କୁ ପ୍ରାପ୍ତ କରିବାର ପରାମର୍ଶ ଦେଲେ। ଦେବୀ ପିତାମାତାଙ୍କୁ ତପସ୍ୟା କରିବା ପାଇଁ ଅନୁମତି ମାଗିବାରୁ ପିତାମାତାଙ୍କର ପୁତ୍ରୀଙ୍କୁ ଏପରି କଷ୍ଟରେ ଦେଖିବାର ଇଚ୍ଛା ନଥିଲେ ସୁଦ୍ଧା ପୁତ୍ରୀର ମନୋବଳ ଦେଖି ସେମାନେ ଅନୁମତି ଦେଲେ। ଏହାପରେ ଦେବୀ କଠୋର ତପସ୍ୟା କରିବା ଆରମ୍ଭ କଲେ। କିଛି ବର୍ଷ ଯାଏଁ ଦେବୀ ଗଛରୁ ଝଡ଼ିଥିବା ବେଲପତ୍ରକୁ ଆହାର କରି ତପସ୍ୟା କଲେ। କିଛି ବର୍ଷ ପରେ ଦେବୀ ବିଲ୍ୱପତ୍ରର ଆହାର ଛାଡ଼ିଦେବାରୁ ତାଙ୍କର ନାମ ଅପର୍ଣ୍ଣା ହେଲା। ଏହାପରେ ଦେବୀ ଜଳ ଓ ଖାଦ୍ୟ ଆହରଣ ସମ୍ପୂର୍ଣ୍ଣ ତ୍ୟାଗ କରି ହଜାର ହଜାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କଲେ। ଏହାଦ୍ୱାରା ଦେବୀଙ୍କ ଶରୀର କ୍ଷୀଣ ହୋଇଗଲା। ଦେବୀଙ୍କର ଏପରି ଅବସ୍ଥା ଦେଖି ତାଙ୍କ ପିତାମାତା ଓ ସମସ୍ତ ଦେବତା ବହୁତ ଦୁଃଖିତ ହେଲେ। ଶେଷରେ ଦେବୀଙ୍କର ଦୃଢ଼ ମନୋବଳର ଜୟ ହେଲା। ଦେବୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଲେ। ଏହାପରେ ଦେବୀ ପାର୍ବତୀ ନିଜ ଗୃହକୁ ଫେରିଲେ। ଖୁବ୍ ଆଡ଼ମ୍ବରର ସହିତ ମହାଦେବ ଏବଂ ଦେବୀ ପାର୍ବତୀଙ୍କର ବିବାହ ହେଲା। ମହାଦେବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବା ପାଇଁ ଦେବୀଙ୍କର ଏହି ତପସ୍ୟା କରୁଥିବାର ରୂପର ନାମ ହିଁ ମାତା ବ୍ରହ୍ମଚାରିଣୀ। ମାତା ହସ୍ତରେ ରୁଦ୍ରାକ୍ଷ ମାଳା ଏବଂ କମଣ୍ଡଳୁ ଧାରଣ କରନ୍ତି। ଏହି ରୂପରେ ମାତା ଶ୍ୱେତ ବସ୍ତ୍ର ପରିଧାନ କରିଛନ୍ତି। ମାତାଙ୍କର ଏହି ବ୍ରହ୍ମଚାରିଣୀ ରୂପର ପୂଜା ଆରାଧନା କରିବା ଦ୍ୱାରା ପ୍ରସିଦ୍ଧି ପ୍ରାପ୍ତ ହୋଇଥାଏ। ରିନି ମିନି କୁହ ମାତା ବ୍ରହ୍ମଚାରିଣୀଙ୍କର ଜୟ। ସାଙ୍ଗମାନେ, କାହାଣୀଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଏମିତି ଆହୁରି ଭଲ ଭଲ କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓକୁ ପୁରା ଦେଖିଥିବାରୁ ଧନ୍ୟବାଦ।